जगन्नाथ मु पुष्पांजलि शतपथी सरल भक्तिधारा चैनल समस्त दर्शक एवं श्रोता मानू आदर सहित नमस्कार एवं आमंत्रण करुअछि। माणबसा लक्ष्मी पुराण। बलराम कहउछन्ति शुण रे कन्हाई, अन्न होइला कि नाही कहबे गे तुही। जगन्नाथ कहउछन्ति शुण आहे भाई, अन्न कि होइब टिके पानी ताती नाही। बलराम कहउछन्ति रे अधुआ मुहा, रांधि न जानी तू होई अछु रांधुनिया। तुही आड़ हुआ मुही रांधुअछि जाई, अन्न रांधिबाकु गले ब्रह्मांड गोसाई। फुंकी फुंकी बलराम विरक्त होइले, काठ खंडे घेनिण जे हांडी पीटी देले। क्षुधारे दुई भाई आकुल होइले, कि बुद्धि करिबा जगन्नाथंकु बोइले। जगन्नाथ बोइले तो बुद्धि दिसु नाही, क्षुधारे आतुर हेउअछि मोर देही। बलराम कहउछन्ति शुण जगन्नाथ, जाति पछे जाऊ तार घरे खाऊ भात। एबे एहा घरु भात आंभंकु न देव, आंभ दुई भाईंकर मरण होइब। लेउटिण दासी जाई लक्ष्मींकु कहिले, ब्राह्मण तो हांडी भांगी फोपाड़ी न देले। एहा शुणी महालक्ष्मी मने चिंता कले, केते दुख दिन बंधु दुहे जे पाइले। सुवर्णर चटु गोटी हस्तरे धरिले, रोषेई शालाकु लक्ष्मी निजे बीजे कले। प्रथमे रांधिले मागो अबड़ा जे अन्न, मधु मुग रुचि क्षीर नानादि व्यंजन। आंबिल साकर कले कदलीर भजा, अति जत्ने कले माए तियण जे मंजा। 60 पउटी से रंधन कले जाई, बगड़ा भात महिमा कलना न जाई। दूध पुली कले मात घृत पुली कले, अति जतन रे माए सर पुली कले। जेते द्रव्य रांधिछन्ति ब्राह्मणंक रुचि, बड़ीर महुर कले पकाइण साची। सहस्र आटिका रांधि द्रव्य सजाड़िले, जे जहा स्थान रे जत्ने रखाइण देले। कर्पूर छेना शर्करा मरीच गोलाई, 60 नौती पणा रखिले कतही। गंगबाण पइड सांगरे छेना पणा, अदा मिसा करी जेन बात खंड छेना। लक्ष्मींकर पाक गुण के कही पारिब, क्षणक मध्यरे माए सजाड़िले सर्व।
ସବୁଥିରୁ ଖଣ୍ଡିଏ ଖଣ୍ଡିଏ ରଖିଥିଲେ। ଭୋଜନ ଶେଷକୁ ପୋଡ଼ ପିଠାଏ ରଖିଲେ। ବୋଇଲେ ଦାସୀଙ୍କି କର ଅଙ୍ଗ ମରଦନ। ବ୍ରାହ୍ମଣ ବୋଲିଣ ମନେ ନ ପାଞ୍ଚିବ ଭିନ୍ନ। ବ୍ରାହ୍ମଣମାନଙ୍କ ମୁହିଁ ଅଟେ ନିଜ ଦାସୀ। ଶୁଣିଣ ଆନନ୍ଦେ ଚଳିଗଲେ ସବୁ ଦାସୀ। ଦାସୀମାନେ କହୁଛନ୍ତି ସୁବେଦୀ ଗୋସାଇଁ। ସ୍ନାନ କର ବେଗେ ଅଙ୍ଗ ମରଦନ ହୋଇ। ତହୁଁ ସୁବାସ ଜଳରେ ଦୁହେଁ ସ୍ନାନ କଲେ। ଅଙ୍ଗ ପୋଛିବାକୁ ଦାସୀ ଗାମୁଛାଏ ଦେଲେ। ପିନ୍ଧିବାକୁ ପୀତାମ୍ବରୀ ପାଟ ଆଣିଦେଲେ। ସୁବେଶ ହୋଇଣ ଦୁଇ ଭାଇ ଯେ ବସିଲେ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ। ଏମନ୍ତ ପ୍ରକାର ମାନ୍ୟ କରେ କିସ ପାଇଁ। ଏହା ଘରେ ପୁରୁଷ ତ ଜଣେ ଦିଶୁ ନାହିଁ। ଶୂଳି ଦେବା ପ୍ରାୟ ଏହି ବିଚାରେ ଦିଶଇ। ଚାଲ ଏବେ ପଳାଇଣ ଏହି ଠାରୁ ଯିବା। କ୍ଷଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା। ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ। ଏ ଘରର କର୍ତ୍ତା ଆଜ ହୋଇବେ ଆପଣ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ। ଏମନ୍ତ କହିବା ତୋର ଉଚିତ ନୁହଇ। ଗୃହ ପରିଷ୍କାର ଦେବୀ ସ୍ୱହସ୍ତରେ କଲେ। ଗନ୍ଧ ଚନ୍ଦନ ଯେ ମାଏ ଛିଟା ପକାଇଲେ। ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନା ଝରି। ହାତ ଧୁଆ ପାଦ ଧୁଆ ସୁସଜ୍ଜିତ କରି। ମଣୋହି କରିବା ବିଧି ଯେମନ୍ତ ଭିଆଣ। ସୁବର୍ଣ୍ଣର ପୀଠ ତହିଁ କଲେ ନିର୍ମାଣ। ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁ। ବେଗ କରି ପ୍ରଭୁଙ୍କୁ ଘେନି ଆସ ଯାଇ। ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ। ବ୍ରାହ୍ମଣଙ୍କ ପାଶେ ଯାଇ ପ୍ରବେଶ ହୋଇଲେ। ବିନୟରେ କହୁଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ। ଭୋଜନ କରିବ ଚାଲ ସ୍ଥାନ ଅଛି ହୋଇ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ। ନାରୀଏ ଜଣେ ପୁରୁଷ କେହି ଏଥି ନାହିଁ। ଭିତରକୁ ଯିବା ଆମ୍ଭ ଉଚିତ ନୁହଇ। ପତ୍ର ଦୁଇ ଖଣ୍ଡ ତୁମ୍ଭେ ଆଣ ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ଶୁଣ ଭାଇ ତୁମ୍ଭେ। ଏ ଘରର କର୍ତ୍ତା ଆଜ ହୋଇବା ଯେ ଆମ୍ଭେ। କିମ୍ପା ତୁମ୍ଭେ ଭୟ କରୁଅଛ ଜ୍ୟେଷ୍ଠ ଭାଇ। ଦାତା ଦେଉଅଛି ଆମ୍ଭେ ଛାଡ଼ିବା କିମ୍ପାଇଁ। ଭୟେ ବଳରାମ ସେଠା ବରୁଣ ଉଠନ୍ତି। ହସ୍ତ ଧରି ଘେନି ଗଲେ କମଳାଙ୍କ ପତି।
ଭାବ ସଞ୍ଚାରେ ଯେ ବଳରାମ ନ ବସନ୍ତି, ହସ୍ତ ଧରି ବସାଇଲେ ଦେବ ଶ୍ରୀପତି। କମଳିନୀ କହୁଛନ୍ତି ତୁଳସୀ ବ୍ରାହ୍ମଣୀ, ଦେଢ଼ଶୁର ମୋର ଯେ ଅଟନ୍ତି ହଳ ପାଣି। ତାହାଙ୍କୁ କେମନ୍ତେ ଅନ୍ନ ମୁହିଁ ଦେବି ନେଇ, ଭିତରେ ଥାଇଣ ମୁଁ ଯେ ଦେବଇଁ ବଢ଼ାଇ। ସାନ ବୋଲି କିଏ ଆଗ ପଚାରିବୁ ଯାଇ, ବଡ଼ଠାରେ ଆଗେ ଅନ୍ନ ପରସିବୁ ନେଇ। ଅନ୍ନ ଥାଳି ଘେନି ବେଗେ ବ୍ରାହ୍ମଣୀ ଅଇଲା, ବଡ଼ ସାନ କେଉଁ ପଣ୍ଡା ବୋଲି ପଚାରିଲା। ବଳରାମ ବୋଲୁଛନ୍ତି ହୋଇଲୁ କି କାଣି, ବଡ଼ ସାନ କିଏ ତୋତେ ନଦିଶଇ ପୁଣି। ଆମ୍ଭେ ବଡ଼ ବୋଲିଣ ଯେ ବଳରାମ କହି, ବ୍ରାହ୍ମଣୀ ବୋଇଲେ କୋପ କଲ କି ଗୋସାଇଁ। ପ୍ରଥମ ଥାଳିର ଅନ୍ନ ବଳରାମେ ଦେଲା, ଭିତରକୁ ଆଉ ଅନ୍ନ ଆଣିବାକୁ ଗଲା। ଆଉ ଏକ ଥାଳି ଅନ୍ନ ଆଣିଲା ବେଳକୁ, ଚାରିଗ୍ରାସରେ ଖାଇଲେ ବଳରାମ ତାକୁ। ଅନ୍ନ ଥାଳି ଘେନି କରି ବ୍ରାହ୍ମଣୀ ଅଇଲା, ଏ ପଣ୍ଡାର ଅନ୍ନ ଯାକ କିଏ ଘେନି ଗଲା। ବଳରାମ ବୋଇଲେ କ୍ଷୁଧାର୍ଥ ହୋଇଥିଲୁ, ଆଗ କରି ଚାରିଗ୍ରାସେ ବେଗେ ଖାଇଦେଲୁ। ହସିଲା ବ୍ରାହ୍ମଣୀ ଦୁଇ ଭାଇଙ୍କୁ ଅନାଇ, କୁଟୁମ୍ବ ମାରିବା ପ୍ରାୟ ଦିଶୁଛ ଗୋସାଇଁ। ପୁତ୍ର ଭାରି ଯାକି ତୁମ୍ଭ ଦୁହିଁଙ୍କର ନାହିଁ, ପେଟ ଲାଗି ବୁଲୁଅଛ ଦେଶ ଦେଶ ହୋଇ। ସହସ୍ର କାନ୍ଦି କନ୍ଦଳି ରଖିଦେଲେ ନେଇ, 60 ନଉତି ପଣା ବେଗେ ଦେଲେ ଥୋଇ। ଯେଉଁପରି ପ୍ରଭୁଙ୍କର ମନକୁ ରୁଚଇ, ସେହିପରି କମଳିନୀ ଦିଅନ୍ତି ପଠାଇ। ଭୋଜନ ଶେଷକୁ ଯେ ବୋଲନ୍ତି ବଳରାମ, ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଛି ଉତ୍ତମ। ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ଲକ୍ଷ୍ମୀ ପରି ଭାର୍ଯ୍ୟାକୁ ପାଇବା ଆଉ କାହିଁ। ଲକ୍ଷ୍ମୀଙ୍କୁ ଭର୍ସନା କରିଦେଲେ ଘଉଡ଼ାଇ, ବାହାରି ଗଲେ ସେ ତାଙ୍କ ଇଚ୍ଛା ହେଲା ଯହିଁ। ଏମନ୍ତ ସମୟେ ପୋଡ଼ ପିଠା ଦେଲେ ନେଇ, ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ମୋର ମନ କଥାକୁ ଯେ ଲକ୍ଷ୍ମୀ ଜାଣିଥାଇ, ଭୋଜନ ଶେଷକୁ ପୋଡ଼ ପିଠାଏ ଦିଅଇ। ଭୋଜନ ସାରିଣ ପ୍ରଭୁ ଆଚମନ କଲେ, କର୍ପୂର ତାମ୍ବୁଳ ଦୁଇ ଭାଇ ଯେ ଭୁଞ୍ଜିଲେ। ବାହାର ମେଲାରେ ପ୍ରଭୁ ବିଜେ କଲେ ଯାଇ, ଗବାକ୍ଷ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ।
ପଚାର ପଚାର ଦାସୀ ପଚାର ଲୋ ଯାଇ, ବିଭା ହୋଇଅଛନ୍ତି କି ପଣ୍ଡା ଦୁଇ ଭାଇ। ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ, ବ୍ରାହ୍ମଣଙ୍କ ନିକଟରେ ପ୍ରବେଶ ହୋଇଲେ। ପୁତ୍ର ଭାରି ଯାଅଛି କି ନାହିଁ ତୁମ୍ଭ ଘର, କେଉଁ ରାଜ୍ୟ ବାଡ଼ି ବୃତ୍ତି ଶାସନ ତୁମ୍ଭର। ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୁହି, ବିବାହ ହେବାକୁ ଦ୍ରବ୍ୟ ଆମ୍ଭର ଯେ ନାହିଁ। ଗୁଆବାଡ଼ି ଶାସନ ପାଇବୁ ଆମ୍ଭେ କାହିଁ, ଲକ୍ଷ୍ମୀ ପରି ଭାର୍ଯ୍ୟାକୁ ଯେ ଦେଲୁ ଘଉଡ଼ାଇ। କପାଳ ମନ୍ଦ ଆମ୍ଭର ଦୁଇ ଭାଇ ବୁଲୁ, ଲକ୍ଷ୍ମୀ ଘଉଡ଼ାଇ ଆମ୍ଭେ ଦୁଃଖ ପାଇଲୁ। ଦାସିଏ ବୋଇଲେ ପଣ୍ଡା ହୋଇଲ କି ବାଇ, ନାରୀ କି ଛାଡ଼ି ପୁରୁଷ ଦରିଦ୍ର କି ହୋଇ। ଗୋବିନ୍ଦ ବୋଲନ୍ତି ଆମ୍ଭେ କହୁଅଛି ଶୁଣ, କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟ ବର୍ଦ୍ଧନ, କେଉଁ ନାରୀ ଥିଲେ ବଂଶ ନିପାତ ହୁଅଇ। କେଉଁ ନାରୀ ଥିଲେ ବାସି ପେଜ ନ ମିଳଇ, କେଉଁ ନାରୀ ଥିଲେ ଶାଢ଼ୀ ସୁନା ବଳା ପାଇ। କେଉଁ ନାରୀ ଅଲକ୍ଷଣୀ ଗୃହକୁ ଭାଙ୍ଗଇ, ତୁମ୍ଭ ସାନ୍ତାଣୀକୁ ଗୋ ପଚାର ତ ଯାଇ। ଦାସୀ କହେ ବାତୁଳ କି ହୋଇଲ ଗୋସାଇଁ, କ୍ଷୁଧା ଲାଗୁଥିଲା ଏବେ ଭାତ ଯେ ଖାଇଲ। ଆମ୍ଭ ସାମନ୍ତାଣୀଙ୍କୁ ଯେ ପଚାର ବୋଇଲ, ବଳରାମ ବୋଇଲେ ମୋର ପିଲା ଭାଇ। ତୁମ୍ଭ ସାନ୍ତାଣୀ ଆଗେ ଜଣାଇବ ନାହିଁ, ଜଗନ୍ନାଥ କହୁଛନ୍ତି ଭୟ କାହିଁ ପାଇଁ। କିଛି ନ ବିଚାର ଆହେ ବଳରାମ ଭାଇ, ଲକ୍ଷ୍ମୀଙ୍କର ଗୃହ ସିନା ଅଟଇ ଯେହି। ଏଠାରେ ଆପଣ ଭୟ କର କିସ ପାଇଁ, ବଳରାମ ବୋଲୁଛନ୍ତି ବାବୁ ଚକ୍ରଧର। ତୁମ୍ଭେ ଯାଇ ହସ୍ତଧର ମହାଲକ୍ଷ୍ମୀଙ୍କର, ଆମ୍ଭେ ଦୋଷ କଲୁ ବୋଲି କହ ତାଙ୍କୁ ଯାଇ। ଯହିଁ ଇଚ୍ଛା ତହିଁ ଯାଅ ଆମ୍ଭ ମନା ନାହିଁ। ଯେତେବେଳେ ବଳରାମ ଏମନ୍ତ କହିଲେ, ଭିତରପୁରକୁ ପ୍ରଭୁ ନିଜେ ବିଜେ କଲେ। ଧୀରେ ଧୀରେ ଭିତରକୁ ଗଲେ ପୀତବାସ, ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ। ପାଣି ଝରି ଘେନି କରି କମଳା ହୋଇଲେ, ଦରହାସେ ପ୍ରଭୁଙ୍କର ମୁଖକୁ ଚାହିଁଲେ। ଅତି ଯତନରେ ଦେଲେ ପାଦ ପଦ୍ମ ଧୋଇ, ଥୋକାଏ ପାଦ ଉଦକ ମସ୍ତକେ ଲଗାଇ। କିଛି ପାଦୋଦକ ଲକ୍ଷ୍ମୀ ଗର୍ଭକୁ ଖେପିଲେ, ପଞ୍ଚବର୍ଣ୍ଣ ପୁଷ୍ପେ ପାଦ ପଦ୍ମ ପୂଜା କଲେ। ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୁଙ୍କୁ ଅନାଇ,
ଚଣ୍ଡାଳୁଣୀ ବୋଲି ମୋତେ ଦେଲ ଘଉଡ଼ାଇ। ଚଣ୍ଡାଳୁଣୀ ଘରେ ଏବେ ଭୁଞ୍ଜିଲ ଗୋସାଇଁ। ଚଣ୍ଡାଳ ବିଟାଳ ହେଲ ଦୁଇ ଗୋଟି ଭାଇ। ଧିକ ତୁମ୍ଭ ବଡ଼ପଣ ଧିକ ତୁମ୍ଭ କଥା। ପଡ଼ୁ ତୁମ୍ଭର ପ୍ରତିଜ୍ଞା ଧିକ ତୁମ୍ଭ ଭ୍ରାତା। ମହାଲକ୍ଷ୍ମୀ ଏ ପ୍ରକାରେ ବହୁ ଧିକାରିଲେ। କାଳିୟ ଗଞ୍ଜନ ଶୁଣି କିଛି ନ କହିଲେ। ମହାଲକ୍ଷ୍ମୀ ବୋଇଲେ ହେ ଶୁଣ ମୋ ବଚନ। ମୋର କିସ କାର୍ଯ୍ୟ ତୁମ୍ଭେ କହ ହେ ବହନ। କିଛି କ୍ଷଣ ଉତ୍ତାରେ ବୋଇଲେ ଜଗନ୍ନାଥ। ଏବେ ମନୁମାନ ତେଜ ଜଗତର ମାତ। ଅକାରଣେ ଏତେ କଥା କହ ପ୍ରାଣ ସହି। ଆମ୍ଭର ପ୍ରାର୍ଥନା ଆମ୍ଭ ସଙ୍ଗେ ଯିବା ପାଇଁ। ବଡ଼ ହେଲେ କିସ ହେଲା ଗରବ ଗଞ୍ଜିଲେ। ରବି ତଳେ ସବୁ ଯୁଗେ ଯଶ ରଖିଗଲେ। ତୁମ୍ଭ ଯୋଗେ ଆମ୍ଭେ କଷ୍ଟ ପାଇଲୁ ବହୁତ। ଆମ୍ଭେ ଭିକ୍ଷା ମାଗିବାର ଜାଣିଲା ଜଗତ। ତୁମ୍ଭ ଯଶ କୀର୍ତ୍ତି ଏବେ ଜଗତେ ରହିଲା। ଆମ୍ଭଙ୍କୁ ଅନ୍ନ ଦେବାର ଜଗତ ଶୁଣିଲା। ଗୁରୁବାର ଦିନ ଯେ ପୁରାଣ ଶୁଣିବ। ଜନ୍ମ ଜନ୍ମାନ୍ତର ପାପ ତାର କ୍ଷୟ ହେବ। ଲକ୍ଷ୍ମୀ ପୂଜା ଦିନ ଏହା ଯେ ନାରୀ ଗାଇବ। ଇହ ଜନ୍ମେ ପତିବ୍ରତା ବୈକୁଣ୍ଠକୁ ଯିବ। ଯଦ୍ୟପି କେହି ନାରୀକୁ ମୁଖେ ବୁଝାଇବ। ତାହାର ସୁକୃତ ଆଉ କେ କହିପାରିବ। ଏତେ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ। ଜଗତର ମାତ ବୋଇଲେ କର ତୁମ୍ଭେ ସତ୍ୟ। ବ୍ରାହ୍ମଣ ଚଣ୍ଡାଳ ଯାଏ ଖୁଆ ଖୋଇ ହେବେ। ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ। ହାଡ଼ିର ହସ୍ତୁ ବ୍ରାହ୍ମଣେ ଛଡ଼ାଇ ଖାଇବେ। ବ୍ରାହ୍ମଣେ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ। ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ। ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ। ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ। ଯୁଗେ ଯୁଗେ ଲକ୍ଷ୍ମୀ ଗୋ ତୁମ୍ଭର ଯଶ ରହୁ। ଲକ୍ଷ୍ମୀଙ୍କର ହସ୍ତ ଧରି ଜଗନ୍ନାଥ ନେଲେ। ବଡ଼ ଦେଉଳକୁ ପ୍ରଭୁ ବିଜେ କରିଗଲେ। ଲକ୍ଷେ ଚନ୍ଦ୍ର ଉଦିଆ ଯେ ଛାମୁରେ ଜଳଇ। ଦେଉଳକୁ ବିଜେ କଲେ ବ୍ରହ୍ମାଣ୍ଡ ଗୋସାଇଁ। ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା। ବ୍ରହ୍ମା ଡାକୁଛନ୍ତି ଦେବ ଗୁହାରି ଶୁଣିମା। ବରୁଣ କୁବେର ଯେ ହସ୍ତରେ ବେତ ଧରି। ନୃତ୍ୟ କରୁଥିଲେ ତହିଁ ସ୍ୱର୍ଗ ପସରି। ରମ୍ଭା ଯେ ମେନକା ଆଦି ଆଉ ଚିତ୍ର ଲେଖା।
ତୁଳସୀ ମାଳତୀ ଆଉ ଅନ୍ୟାନ୍ୟ ରସିକା, ଚଞ୍ଚଳା ଯେ ମଦାଳସୀ ଆବର ସୁଶୀଳା। ନୃତ୍ୟ ଆରମ୍ଭନ୍ତି ହୃଷ୍ଟ ହୋଇ ସେ ଅବଳା, ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ, ଘରକୁ ଘରଣୀ ସିନା ସୁନ୍ଦର ଦିଶଇ, ଯେତେବେଳେ ଦାଣ୍ଡେ ଯାଉଥିଲୁ ଦୁଇ ଭାଇ, ଚୋର ଖଣ୍ଟ ବୋଲି ଦେଉଥିଲେ ଘଉଡ଼ାଇ। ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ, ଲକ୍ଷ୍ମୀ ଏତେ ବଡ଼ ବୋଲି ଏବେ ଜାଣିଲଇଁ, ଲକ୍ଷ୍ମୀ ଦେବୀ ବିଜେ କଲେ ତାଙ୍କ ଦେଉଳକୁ, ଦୁଇ ଭାଇ ବିଜେ କଲେ ବଡ଼ ଦେଉଳକୁ। ଦାସୀ ପରିବାରୀ ଆଦି ଯେତେ ଯେତେ ଥିଲେ, ଲକ୍ଷ୍ମୀ ଆସିଲାରୁ ସେ ସମସ୍ତେ ଯେ ଅଇଲେ। ଲକ୍ଷ୍ମୀଙ୍କୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ, ସଂସାରରେ ସେହି ମତେ କଲେ ମୁକୁନ୍ଦ। ଶୁଣିଲେ ନାରଦ ଏହି ପୁରାତନ ଆଖ୍ୟା, ଯାହା ପ୍ରସନ୍ନରେ ପ୍ରଭୁ ମାଗିଲେ ଯେ ଭିକ୍ଷା, ଛାର ଚଣ୍ଡାଳୁଣୀ ଐଶ୍ୱର୍ଯ୍ୟ ଭୋଗ କଲା, ଲକ୍ଷ୍ମୀଙ୍କର ସୁଦୟାରେ ମନ୍ତ ହୋଇଲା। ଏ ପୁରାଣ ପଢ଼ିଲେ ଯେ ସର୍ବସିଦ୍ଧି ହୁଏ, ସୂର୍ଯ୍ୟୋଦୟ ତମ ସମ ପାପ କ୍ଷୟ ଯାଏ। ଏ ପୁରାଣ ଯେଉଁମାନେ ପଢ଼ନ୍ତି ଶୁଣନ୍ତି, ଲକ୍ଷେ କୋଟି ଗୋଦାନର ଫଳ ସେ ଲଭନ୍ତି। ଏ ପୁରାଣ ଅଟଇ ଯେ ମୁକ୍ତିର ପଥ, ଏହା ଫଳ କଥନରେ କେହେବ ସମର୍ଥ। ଲକ୍ଷ୍ମୀଙ୍କର ପୁରାଣ ଏହୁ ସମ୍ପୂର୍ଣ୍ଣ ହୋଇଲା, ଭାବେ ବଳରାମ ଦାସ ଗୀତରେ କହିଲା। ତ୍ରୈଲୋକ୍ୟ ପୂଜିତେ ଦେବୀ କମଳେ ବିଷ୍ଣୁ ବଲ୍ଲଭେ, ଯଥା ତ୍ୱାଂ ସ୍ୱସ୍ଥିରା କୃଷ୍ଣ ତଥା ବିଭବ ମୟୀ ସ୍ଥିର। ଈଶ୍ୱରୀ କମଳା ଲକ୍ଷ୍ମୀ ଚଞ୍ଚଳା ଶ୍ରୀହରିପ୍ରିୟା, ପଦ୍ମ ପଦ୍ମାଳୟା ସମ୍ପାଦ ଶ୍ରୀପଦ୍ମଧାରିଣୀ। ଦ୍ୱାଦଶେ ତାନି ନାମାନି ଲକ୍ଷ୍ମୀ ସମ୍ପୂଜ୍ୟ ଯ ପଠେତ୍, ସ୍ଥିରଲକ୍ଷ୍ମୀ ଭବେତ୍ ତସ୍ୟ ପୁତ୍ରାଦାରାଧିବିଷଃ। ନମସ୍ତେ ସର୍ବଦେବାନାଂ ବରଦାସୀ ହରିପ୍ରିୟେ, ଗତିସ୍ତ୍ୱଂ ପ୍ରସନ୍ନାନାଂ ସାମେ ଭୂୟାତ ବାର୍ଚ୍ଚନାତ୍। ନମୋ ବିଶ୍ୱରୂପସ୍ୟ ଭାର୍ଯ୍ୟାସି ପଦ୍ମେ ପଦ୍ମାଳୟା ଶୁଭେ, ସର୍ବତ୍ର ତ୍ରାହି ମାଂ ଦେବୀ ମହାଲକ୍ଷ୍ମୀ ନମୋସ୍ତୁତେ। ଆଜିର ଅଧ୍ୟାୟକୁ ଏଇଠି ରଖୁଛି। ନମସ୍କାର।